जो पूरा रिवोल्यूशन में एडाप्शन ଦେଖନ୍ତୁ ଭାରତୀୟ ସଂସ୍କୃତି ବିଶ୍ୱରେ ସବୁଠାରୁ ମହାନ, କିନ୍ତୁ ଡିଜିଟାଲ ଯୁଗରେ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଯୋଉ ଅବକ୍ଷୟ ହଉଛି ତାକୁ ଆମ ଯୁବପିଢି ଗ୍ରହଣ କରୁଛନ୍ତି। ଆମ ଖାଦ୍ୟ, ଆମ ପୋଷାକ, ଆମ ଚାଲିଚଳନ, ଆମ ପରମ୍ପରା, ଆମ ପୂଜା ପର୍ବାଣୀ ସବୁଥିରେ ପରିବର୍ତ୍ତନ ଆସିଛି। କିନ୍ତୁ ଭାଇ ଏଇ ଭାରତବର୍ଷ ଆମ ସଂସ୍କୃତି ଓ ପରମ୍ପରା ପାଇଁ ବିଶ୍ୱରେ ମହାନ, ତେଣୁ ଆମେ ତାକୁ ଭୁଲିଯିବା ଉଚିତ ନୁହଁ। ଆମର ଗାଁର ମନ୍ଦିର ହଉ ବା ପୁରାଣ ପଢା ହଉ ବା ଆମର ଯୋଉ ସବୁ ଖେଳକୁଦ ରହିଛି ବା ଆମ ପର୍ବପର୍ବାଣୀ ରହିଛି ତାକୁ କିଭଳି ଭାବରେ ବଞ୍ଚେଇ ରଖାଯିବ, ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଇଏ ଗୋଟିଏ କଲଚର ଡିପାର୍ଟମେଣ୍ଟ ତରଫରୁ ଇଏ ଗୋଟିଏ ଅଭିନବ କାର୍ଯ୍ୟକ୍ରମ। ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କିଭଳି ଯୁବପିଢିଙ୍କୁ ସଚେତନ କରାଇବା, ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇ ରଖିବେ, ତା ସହିତ ମଧ୍ୟ ଆଧୁନିକତାର ଆଡକୁ ଆମେ ଯିବା, କିନ୍ତୁ ତା ସହିତ ଆମର ସଂସ୍କୃତି ଓ ପରମ୍ପରା କିଭଳି ଭାବରେ ବଞ୍ଚେଇ ରଖାଯିବ ସେଇ ବ୍ୟବସ୍ଥାରେ ଆଜି ଏଇ କାର୍ଯ୍ୟକ୍ରମ ଚାଲିଛି। ତେଣୁ ଆମେ ଅନୁରୋଧ ରଖିବୁ ଆପଣମାନଙ୍କ ମାଧ୍ୟମରେ ମଧ୍ୟ ଆମର ସଂସ୍କୃତି ଓ ପରମ୍ପରା ବଞ୍ଚାଇ ରହୁ, ଆମର ଯୋଉ ଉତ୍କଳୀୟ ସଂସ୍କୃତି ତା ମଧ୍ୟ ବଞ୍ଚାଇ ରହୁ। କିନ୍ତୁ ଡିଜିଟାଲ ଯୁଗରେ ଆପଣମାନେ ଦେଖୁଛନ୍ତି ସେଥିରେ ବହୁତ କିଛି ଚେଞ୍ଜେସ୍ ଆସୁଛି। ଆମ ପାଠ୍ୟକ୍ରମରେ ମଧ୍ୟ ବହୁତ ଚେଞ୍ଜେସ୍ ଥିଲା, ଏବଂ ତାକୁ ଆସ୍ତେ ଆସ୍ତେ ପରିବର୍ତ୍ତନ କରାଯାଉଛି। ତେଣୁ ଏଇ କାର୍ଯ୍ୟକ୍ରମ ମୁଁ ଭାବୁଛି ଆମ ଯୁବପିଢି ଉପରେ ପ୍ରଭାବ ପକେଇବ ଏବଂ ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେମାନେ ଚେଷ୍ଟା କରିବେ। ତ ଗୋଟେ ବହୁତ ଭଲ ଜିନିଷ, ନହେଲେ ତ ଆମେ ପଥର ଯୁଗରେ ପଡିଥାନ୍ତେ। ତେଣୁ ଆମେ ଦେଖିବା ଯେ ଆମ ପରମ୍ପରାକୁ ଆମେ ରଖିବା, ତା ଛଡା ଆମେ ମଡର୍ଣ୍ଣାଇଜ ହେବା। ନହେଲେ ତ ଆମେ ପାଠ ପଢିନଥାନ୍ତେ, ଚାଷରେ ଯାଉଥାନ୍ତେ, ଆମେ ସେ ଟୋଲରେ ସାଂସ୍କୃତିକ ପଢୁଥାନ୍ତେ। ତେଣୁ ମୋର କହିବା କଥା ହେଲା ଆମେ ସମସ୍ତେ ମଡର୍ଣ୍ଣକୁ ରକ୍ଷା କରିବା ଆଉ ଆଧୁନିକର ମଧ୍ୟ କିଛି ତାର ଫାଇଦା ନବା। ଆଜି ସେଲଫୋନ ସମସ୍ତେ ଆପଣ ୟୁଜ କରୁଛନ୍ତି, ଏଇଟା ମଡର୍ଣ୍ଣ ନା? କିନ୍ତୁ ଜାଣିବା ଦରକାର ତା ପାଇଁ ଆମର କଣ କରିବେ, ମନ୍ତ୍ର ପାଠ କରିବେ, ଘରେ ପଜିଟିଭ ଭାଇବ୍ରେସନ କରିବେ, ନାଚ ଗୀତ ଶିଖିବେ। ତେଣୁ ଆପଣ ଚଏସ୍, ଆପଣ କଣ କରିବେ। ତେଣୁ ଆଜି ଆମେ କହୁଛୁ ପିଲାମାନଙ୍କୁ ଯେମିତି ଆମର ଆଜି ତ ଆମେ ଆଉ ମାନେ ଝୋଟି ପଞ୍ଜାବୀ ଗୀତ ଯାଇପାରିବାନି। ତେଣୁ ଆମେ ସେଗୁଡା ସାଙ୍ଗେ ସାଙ୍ଗେ ବିନା ଘଣ୍ଟାରେ ଯାଇପାରିବେ, ବିନା ସେଲ୍ଫି ଯାଇପାରିବେ। ତା ସତ୍ତ୍ୱେ ମଧ୍ୟ ଆମେ ହିନ୍ଦୁ ଧର୍ମର ଓଡିଶାର ପ୍ରତି ଗାଁର ପରମ୍ପରା ରଖିପାରିବା। ସାର୍ କହୁଥିଲେ ତାଙ୍କ ଗାଁରେ ବହୁତ ଅଲଗା, ଆମ ଗାଁରେ ଟିକେ ଆମ ସ୍ୱୟ ଶାସନ ଅଛି। ସ୍ୱୟ ଶାସନ ଆମ ସ୍ୱୟ ଶାସନ ଭୋଗ ହୁଏ, ମୁକ୍ତି ମଣ୍ଡପ ଯାଆନ୍ତି। ମୁଁ ତ ଯାଏ ମୁକ୍ତି ମନ୍ଦିର ଯାଏ, ଦେଖି କିଏ ସବୁ ମୁକ୍ତି ମଣ୍ଡପ କୋଉ ଗାଁର, ବୈଷ୍ଣବ ମଣ୍ଡପ କୋଉ ଗାଁର, କୋଉ ଶାସନର। ତେଣୁ ଆମେ ତାଙ୍କୁ ଟିକେ ପ୍ରୋତ୍ସାହନ କରିବା ଦରକାର, କାରଣ ସବୁ ଜିନିଷ କରିପାରିବେ ଲୋକ। ଆଜି ଆମର କର୍ମବହୁଳ ଜୀବନରେ ଆମକୁ ଛୋଟ ଟାଇମ ମିଳୁଛି। ତେଣୁ ଠିକ ଟାଇମରେ ଉଠିବା, ଠିକ ଟାଇମରେ ଖାଇବା, ଠିକ ଟାଇମରେ ଶୋଇବା, ଠିକ ଟାଇମରେ ପାଠ ପଢିବା, ଅନ୍ୟର ପରୋପକାର କରିବା, ସମାଜର ସେବା କରିବା, କିଛି ଦାନ ଦକ୍ଷିଣା ଦବା, ଯେ ଆମେ ସବୁ କରିପାରିବା। ଆମ ପରମ୍ପରା ରକ୍ଷା କରିବା। ପରମ୍ପରା ନୁହେଁ ପାଠ ପଢ ପଇସା କମ।